ନମସ୍କାର, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜହ୍ନମାମୁଁ ପୃଷ୍ଠାରୁ ଗପଟିଏ। ଆଜି ମୁଁ ଦସ୍ୟୁ ରାଜକୁମାର ଗପଟିର ଦ୍ୱିତୀୟ ଭାଗ ନେଇ ଆସିଛି। ଯଦି ଗପଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ। ସୁମେଧ ରାଜ୍ୟର ରାଜଧାନୀ ଶାନ୍ତିପୁର ଗୋଟିଏ ସୁନ୍ଦର ସମୃଦ୍ଧ ନଗରୀ। ରାଜା ଶାନ୍ତିଦେବ ଦକ୍ଷ ଓ ବିବେକୀ ଶାସକ, କିନ୍ତୁ ରାଜାଙ୍କ ସମ୍ପର୍କୀୟ ଭାଇ ବୀରସିଂହ, ଯିଏକି ସେନାପତି, ଅତ୍ୟନ୍ତ ନିଷ୍ଠୁର ଓ ଗର୍ବୀ। ସେ ରାଜା, ରାଣୀ ଓ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଗୋଟିଏ ଉତ୍ସବ ମୁଖର ରଜନୀରେ ବୀରସିଂହଙ୍କ ଚରମାନେ ନଅର ଭିତରକୁ ପଶି ଆସିଲେ। ରାଜାଙ୍କ ନିର୍ଦ୍ଦେଶରେ ଗୁପ୍ତ ସୁଡ଼ଙ୍ଗ ଦେଇ ରାଣୀ ଶିଶୁପୁତ୍ରକୁ ଧରି ପଳାଇଗଲେ। ତାପରେ ଦ୍ୱାର ଖୋଲ, କର୍କଶ କଣ୍ଠରେ ଏ ଆଦେଶ ଶୁଣାଗଲା। ଦ୍ୱାର ଖୋଲ, ବନ୍ଦ ରଖି ନିସ୍ତାର ପାଇବ ନାହିଁ। ଆକ୍ରମଣକାରୀମାନେ କଣ୍ଠ ଫଟାଇ ଚିତ୍କାର କରୁଥାନ୍ତି। ବାତାୟନରେ ଥିଲା ଏକ କ୍ଷୁଦ୍ର ରନ୍ଧ୍ର। ରାଜା ତହିଁ ଭିତର ଦେଇ ବାହାରକୁ ଅନାଇଲେ। ଆକ୍ରମଣକାରୀଙ୍କ ଭିତରୁ ଗୋଟିଏ ମଧ୍ୟ ମୁହଁ ଚିହ୍ନା ନୁହେଁ। ନିଶ୍ଚୟ ସୁମେଧ ରାଜ୍ୟ ବାହାରୁ ସେମାନଙ୍କୁ ବୀରସିଂହ ଯୋଗାଡ଼ କରି ଆଣିଛି। ସେମାନେ ମାତାଲ ଭଳି ଆଚରଣ କରୁଥିଲେ, ଦିଶୁଥିଲେ ହିଂସ୍ର। ଆକ୍ରମଣକାରୀମାନେ କବାଟ ଉପରେ ଯେତେ ଧକ୍କା ଦେଲେ ବି କବାଟ ଭାଙ୍ଗିଲା ନାହିଁ। ସେମାନଙ୍କର ଧୈର୍ଯ୍ୟଚ୍ୟୁତି ହେଉଥିଲା। କେତେଜଣ ଦୌଡ଼ି ଯାଇ ଗୋଟିଏ ପ୍ରକାଣ୍ଡ ବରଗା ନେଇ କବାଟ ଉପରେ ସେଇଟା ଦ୍ୱାରା ଆଘାତ କରିବାକୁ ଲାଗିଲେ। ରାଜା ବୁଝିଲେ, କବାଟ ଆଉ ବେଶୀ ସମୟ ସେ ପ୍ରଚଣ୍ଡ ମାଡ଼ ସହିପାରିବ ନାହିଁ। ଆକ୍ରମଣକାରୀମାନେ ପଛକୁ ହଟିଯାଇ ପ୍ରଚଣ୍ଡ ବେଗରେ ମାଡ଼ି ଆସି କବାଟ ଉପରେ ବରଗାଟିକୁ ପିଟୁଥିଲେ। ରାଜା ରନ୍ଧ୍ର ପଥରେ ସେମାନଙ୍କୁ ଲକ୍ଷ୍ୟ କରୁଥାନ୍ତି। ଏଣେ ଭିତର ପଟରୁ କବାଟ ଉପରେ ବି ଲକ୍ଷ୍ୟ ରଖିଥାନ୍ତି। ଥରେ ଠିକ୍ ଯେତେବେଳେ ବରଗା ଉପରେ ସବୁ ଶକ୍ତି ଲଗାଇ ସେମାନେ କବାଟରେ ଧକ୍କା ଦେଲେ, ରାଜା ସେତିକିବେଳେ କବାଟ ଖୋଲିଦେଲେ। ଫଳରେ ବରଗାଧାରୀମାନେ ଭାରସାମ୍ୟ ହରାଇ କୋଠରୀ ଭିତରେ ଓ ଦ୍ୱାର ଦେଶରେ ମୁହଁ ମାଡ଼ି ପଡ଼ିଗଲେ। ରାଜା ଅସି ବୁଲେଇ ସେମାନଙ୍କୁ ମାଡ଼ି ତଡ଼ିତ୍ ବେଗରେ ବାହାରିଗଲେ। ଆକ୍ରମଣକାରୀମାନେ ଅବସ୍ଥା ବୁଝିବା ବେଳକୁ ସେମାନଙ୍କ ଭିତରୁ ଦୁଇଜଣଙ୍କ ମୁଣ୍ଡ ବେକରୁ ଅଲଗା ହୋଇସାରିଥାଏ। ରାଜା ପଳାଇଲେ, ପଳାଇଲେ, 2-3 ଜଣ ଚିତ୍କାର କଲେ। ତାଙ୍କୁ ଧର, ଧର, ମାରିଦିଅ, ନହେଲେ ତମେମାନେ ନିଜ ନିଜ ମୁଣ୍ଡରେ ମାନ ହରାଇବ। କେହି ଜଣେ ରୁକ୍ଷ କଣ୍ଠରେ ହୁକୁମ ଦେଉଥାଏ। ରାଜା ଚିହ୍ନିଲେ ତାହା ବୀରସିଂହର କଣ୍ଠସ୍ୱର। ନଅର ବାହାରେ ଆତସବାଜି କାମ ପୁରା ଦମରେ ଚାଲିଥାଏ। ବାରୁଦ ଭର୍ତ୍ତି ଗୋଟାଏ ବିରାଟ କୃତ୍ରିମ ଗଛ ଦେହରେ ଅଗ୍ନି ସଂଯୋଗ କରାହୋଇଥାଏ। ଭୀଷଣ ଶବ୍ଦ କରି ଓ ଅପୂର୍ବ ରଙ୍ଗର ଆଲୁଅମାନ ଫୁଟାଇ ସେ ଗଛ ଜଳୁଥାଏ। ନଅର ଭିତର କଥା ବାହାରେ କେହି ଜାଣୁନଥିଲେ। ରାଣୀ ହଂସପୁର ବାହାରକୁ ଯିବାର ସମସ୍ତ ପଥରେ ବୀରସିଂହର ଅନୁଗତ ସୈନିକମାନେ ତରବାରୀ ଉନ୍ମୁକ୍ତ କରି ଠିଆ ହୋଇଥାନ୍ତି। ରାଜା ଉପରକୁ ଯାଇଥିବା ଗୋଟିଏ ପାହାଚ ପାଖରେ ପହଞ୍ଚିଲେ। ପାହାଚ ଶ୍ରେଣୀର ତଳେ ଠିଆ ହୋଇଥିବା ସୈନିକ ତରବାରୀ ଉଞ୍ଚାଇଲା, କିନ୍ତୁ ରାଜା ଚଟାପଟ ମୁଣ୍ଡ ତଳକୁ କରି ବର୍ତ୍ତିଗଲେ। ତାପରେ ଗୋଟିଏ ଧକ୍କାରେ ଲୋକଟାକୁ ତଳେ ପକାଇ ଦେଇ ପାହାଚ ସିଡ଼ି ଚଢ଼ିଗଲେ। ପାହାଚ ଉପରେ କବାଟ ବନ୍ଦ ଥିଲା। ସେ ତାର ଅର୍ଗଳ ଖୋଲିବା ବେଳକୁ ବୀରସିଂହର 2 ଜଣ ଅନୁଚର ଯାଇ ତାଙ୍କ ପାଖରେ ପହଞ୍ଚିଗଲେ। ରାଜା ହଠାତ୍ ନିଜ ତରବାରୀ ବୁଲାଇ ଆଣିଲେ। ଲୋକଟି 2ଟି ରକ୍ତାକ୍ତ ହୋଇ ଗଡ଼ି ଗଡ଼ି ପାହାଚ ତଳେ ଆସି ପଡ଼ିଲେ। ରାଜା ଅର୍ଗଳ ଖୋଲି ଛାତ ଉପରକୁ ବାହାରି ଆସିଲେ। ନଅର ବାହାରେ ଲୋକେ ଗୋଟିଏ ବହୁରଙ୍ଗୀ ଆତସବାଜି ଦେଖି ସେତେବେଳେ ଉଲ୍ଲାସରେ ପାଟି କରୁଥାନ୍ତି ଓ କରତାଳି ଦେଉଥାନ୍ତି। ତାଙ୍କ ଅନୁଗତ ପ୍ରଜାବର୍ଗଙ୍କଠୁ ରାଜାଙ୍କ ଦୂରତା କେଇ ଗଜ ମାତ୍ର, କିନ୍ତୁ ସେତିକି ଦୂରତା ଅତିକ୍ରମ କରିବା ପ୍ରାୟ ଥିଲା ଅସମ୍ଭବ। ପାହାଚ ଆଡ଼ୁ କ୍ଷିପ୍ର ପାଦଶବ୍ଦ ଭାସି ଆସିଲା। ସେ ପାହାଚ ମୁଣ୍ଡରେ ଦ୍ୱାର ପାଖରେ ଠିଆ ହୋଇ ରହିଲେ। ଅଧା ଅନ୍ଧାରରେ ଉପରକୁ ଉଠୁଥିବା ଶତ୍ରୁ ସୈନିକମାନଙ୍କୁ ସେ କହିଲେ, ସାବଧାନ, ପାଖକୁ ଆସିଲେ ମରିବ। ତାଙ୍କୁ ମାରିଦିଅ, ଯିଏ ମାରିବ ସିଏ ପାଇବ ସିନ୍ଦୁକ ଭର୍ତ୍ତି ସୁନା। ପାହାଚ ତଳୁ କେହି ଜଣେ ପାଟି କରି ସେ ସୈନ୍ୟମାନଙ୍କୁ ଉତ୍ସାହ ଦେଲା। ଉପରକୁ ଉଠୁଥିବା ଲୋକ ଗୁଡ଼ିକଙ୍କ ଗତି ତ୍ୱରାନ୍ୱିତ ହେଲା। ବାସ୍ତବିକ ଲୋଭ କେତେ ଶୀଘ୍ର ନିର୍ବୋଧମାନଙ୍କୁ ଗଧରେ ପରିଣତ କରିପାରେ। ସୁନା, ସୁନା! 2 ଜଣ ତରବାରୀ ଉଠାଇ ଏହି ଚିତ୍କାର କରି ପାହାଚ ଶୀର୍ଷରେ ପହଞ୍ଚିଗଲେ। କିନ୍ତୁ ଦ୍ୱାର ବିଶେଷ ପ୍ରଶସ୍ତ ନଥିଲା। କିଏ ଆଗେ ଛାତ ଉପରେ ପହଞ୍ଚିବ ସେଥିପାଇଁ ଦୁହେଁ ପ୍ରତିଯୋଗିତା କରି ଦ୍ୱାର ଦେଶରେ ଖୁନ୍ଦି ହୋଇ ଠିଆ ହେବା ମାତ୍ରେ
ରାଜାଙ୍କ ତରବାରୀ ଆଘାତରେ ପ୍ରଥମେ ସେମାନଙ୍କ ହାତରୁ ନିଜ ନିଜ ତରବାରୀ ଛିଟିକି ପଡ଼ିଲା। ହେଇଟି ତମର ସୁନା। ରାଜା ତରବାରୀରେ ଆଉ ଥରେ ଥରେ ଆଘାତ କଲେ। ଦୁହେଁ ପାହାଚ ତଳକୁ ଲୋଟି ଚାଲିଲେ। ସେମାନଙ୍କ ମୁହଁରୁ ବାହାରୁଥିବା ଆର୍ତ୍ତନାଦ ପ୍ରତି ସେମାନଙ୍କ ସାଙ୍ଗମାନେ ଖାତିର ନ କରି ପାହାଚ ପାଖରୁ ହଟିଗଲେ। ସେମାନେ ବୁଝିପାରିଲେ ଯେ ବାଟରେ ଯିଏ ଯିବ ସେ ରାଜାଙ୍କ ହାତରେ ମରିବ। ସେମାନେ ଅଗଣା ଭିତରୁ ଛାତକୁ ସିଡ଼ି ଲଗାଇ ଉଠି ରାଜାଙ୍କୁ କାବୁ କରିବାର ଯୋଜନା ବ୍ୟାପ୍ତ କଲେ। ରାଜା ଯେତେବେଳେ ଦେଖିଲେ ପାହାଚ ପାଖରେ କେହି ନାହାନ୍ତି, ସେ ସେମାନଙ୍କ ପରବର୍ତ୍ତୀ ଯୋଜନା ଅନୁମାନ କରିନେଲେ। ସେ ଛାତର ଚତୁର୍ଦ୍ଦିଗକୁ ଅନାଉଥାନ୍ତି। ହଠାତ୍ ଛାତରେ ଏକ ପ୍ରାନ୍ତରେ ତଳୁ ଉଠିଥିବା ମୁଣ୍ଡଟିଏ ତାଙ୍କ ଆଖିରେ ପଡ଼ିଲା। ଲୋକଟି ବର୍ଚ୍ଛାଟିଏ ଧରିଥାଏ। ସେ ଠିକ୍ ଛାତ ଉପରେ ଠିଆ ହେବା ବେଳକୁ ରାଜା ଦୌଡ଼ି ଯାଇ ପଦାଘାତ କଲେ। ଲୋକଟି ପେଣ୍ଡୁ ଭଳି ଛିଟିକି ପଡ଼ିଲା। ଅଗଣାରୁ ଥରେ ମାତ୍ର ତାର ଆର୍ତ୍ତନାଦ ଶୁଣାଗଲା। ରାଜା ନଇଁ ପଡ଼ି ସିଡ଼ିଟି ଦେଖିଲେ। ସେତେବେଳକୁ ଆଉ 3 ଜଣ ସୈନିକ ସିଡ଼ି ଚଢ଼ୁଥାନ୍ତି। ସେ ନିଜ ଗୋଡ଼ ଦ୍ୱାରା ସିଡ଼ିଟିକୁ ଓଲଟାଇ ଦେଲେ। ସିଡ଼ି ସହ ଆରୋହୀମାନେ ଅଗଣାରେ ଚିତ୍ପଟାଙ୍ଗ ହେଲେ। କିନ୍ତୁ ସେତେବେଳକୁ ପୁଣି ପାହାଚ ଦେଇ ଆଉ 2-3 ଜଣ ସୈନିକ ଛାତ ଉପରକୁ ଉଠି ଆସିଥାନ୍ତି। ଆହୁରି କେତେ ଜଣ ଆସୁଥିଲେ। ସେମିତି ଭାବରେ କେତେ ସମୟ ସେ ଲଢ଼େଇ କରୁଥିବେ। ବୀରସିଂହ ହୁଏତ ଶତାଧିକ ଭଡ଼ାଟିଏ ସୈନିକ ଧରି ନଅର ଭିତରେ ପଶିଥିବ। ବର୍ତ୍ତମାନ ନହେଲେ ଘଣ୍ଟାଏ ପରେ ସେମାନେ ତାଙ୍କୁ ଘେରିଯିବେ। ଏକାକୀ ଶତାଧିକ ତାଲିମପ୍ରାପ୍ତ ସୈନିକଙ୍କୁ ମାରିବା ସହଜ ହେବ ନାହିଁ। ସେ ବୁଝିଲେ ଆଜି ମୃତ୍ୟୁକୁ ଏଡ଼ାଇ ଯିବା ସମ୍ଭବପର ହେବ ନାହିଁ। କିନ୍ତୁ ମୃତ୍ୟୁ ପ୍ରତି ତାଙ୍କ ମନରେ ତିଳେ ବି ଭୟ ଆସୁନଥାଏ। ସେ ଯେ ରାଣୀ ଓ ରାଣୀ ସନ୍ତାନକୁ ଗୋପନ ସୁଡ଼ଙ୍ଗ ଦେଇ ଅନ୍ୟତ୍ର ପଠାଇ ଦେଇ ପାରିଛନ୍ତି, ତାହା ହିଁ ଥିଲା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ସାନ୍ତ୍ୱନା। ଅବଶ୍ୟ ରାଣୀଙ୍କ ଭବିଷ୍ୟତ ଅଜ୍ଞାତ। ତେବେ ମୃତ୍ୟୁ ତୁଳନାରେ ଅଜ୍ଞାତ ଭବିଷ୍ୟତ ଶ୍ରେୟସ୍କର ନିଶ୍ଚୟ। ଆକ୍ରମଣକାରୀମାନେ ପାଖେଇ ଆସୁଥିଲେ। ସେତିକିବେଳେ ଗୋଟାଏ ରଙ୍ଗୀନ ଆଲୋକର ବାଣ ଉପରକୁ ଉଠି ଛାତ ଉପରେ ଫୁଟିଲା। ସେ ଆଲୁଅର ଝଲକରେ ରାଜା ବୀରସିଂହକୁ ଚିହ୍ନିଲେ। ପାପୀ, ବିଶ୍ୱାସଘାତକ ବୀରସିଂହ, ନେ ତୋର ପୁରସ୍କାର। ଏହା କହି ରାଜା ତାଙ୍କ ଅଣ୍ଟିରୁ ବାହାର କରି ତୀକ୍ଷ୍ଣ ଛୁରିକାଟିଏ ତା ଆଡ଼େ ଫୋପାଡ଼ି ଦେଲେ। ବୀରସିଂହ ଚଟକିନା ମୁଣ୍ଡ ଗୋଟିଏ କଡ଼କୁ ବଙ୍କାଇ ବର୍ତ୍ତିଗଲା। କିନ୍ତୁ ତରବାରୀ ତା ବାମ କାନରୁ ଟିକିଏ ଚିରି ନେଇଗଲା। ମାର ମାର, ସେ କ୍ରୋଧ ଭରେ ଚିତ୍କାର କଲା। ନୂଆ ଉତ୍ସାହରେ ତା ଅନୁଚରମାନେ ରାଜାଙ୍କ ଆଡ଼େ ଧାବମାନ ଦେଲେ। କିନ୍ତୁ ରାଜା ଯାଇ ଛାତର ପ୍ରାନ୍ତ ଦେଶରେ ପହଞ୍ଚିଲେ। ସେତେବେଳକୁ ଅଗଣାରେ ଥିବା ଶତ୍ରୁ ସୈନିକମାନେ ପୁଣି ସିଡ଼ିଟିକୁ ଛାତ ଆଡ଼େ ଡେରିଥାନ୍ତି। ରାଜା ତରବାରୀ କୋଷବଦ୍ଧ କରି ଅବତରଣ କରିବାକୁ ଲାଗିଲେ। ଆରେ, ସିଡ଼ିଟାକୁ ତଳକୁ ପକାଇ ଦିଅ, ବୀରସିଂହ ପାଟି କରି କହିଲା। ତା ନିଜର ଜଣେ 2 ଜଣ ଲୋକ ସିଡ଼ି ଚଢ଼ୁଥିଲେ, କିନ୍ତୁ ସେ ପ୍ରତି ତାର ଖାତର ନଥାଏ। ସିଡ଼ି ଯେ ସେମାନେ ପକାଇ ଦେବେ ସେଥିପାଇଁ ରାଜା ପ୍ରସ୍ତୁତ ଥିଲେ। ଉପରୁ ସେମାନେ ସିଡ଼ି ଠେଲିବାକୁ ଆରମ୍ଭ କରିବା ବେଳକୁ ସେ ତଳକୁ ଡେଇଁ ପଡ଼ିଲେ ଓ ଅଗଣାରେ ନିଜେ ସିଡ଼ିଟି ଉଠାଇ ଅନ୍ୟ ଦିଗର ପ୍ରାଚୀର ଦେହକୁ ଆଉଜାଇ ଠିଆ କରାଇଲେ। ସିଡ଼ିକୁ ଟାଣି ପକାଅ, ବୀରସିଂହ ପାଟି କଲା। କିନ୍ତୁ ସେତେବେଳକୁ ତାର ସବୁ ଅନୁଚରମାନେ ଛାତ ଉପରକୁ ଉଠି ଆସି ସାରିଥିଲେ। ଯିଏ ରାଜାଙ୍କୁ ମାରିବ ସିଏ ସିନ୍ଦୁକ ଭର୍ତ୍ତି ସୁନା ପାଇବ, ଏଇ ଆଶାରେ କେବଳ ପୂର୍ବରୁ ରାଜା ସିଡ଼ି ପକାଇ ଦେବା ବେଳେ ତହିଁରେ ଚଢ଼ୁଥିବା ଯେଉଁ ଲୋକ ଯୋଡ଼ିକ ତଳେ କଚଡ଼ା ଖାଇ ଛେଚା ହୋଇଥିଲେ, ସେ 2 ଜଣ ଅଗଣାରେ ଥିଲେ। ସେ ଦୁହେଁ ଛୋଟେଇ ଛୋଟେଇ ପ୍ରାଚୀର ପାଖକୁ ଯାଇ ସିଡ଼ି ଟାଣିବା ବେଳକୁ ରାଜା ପ୍ରାଚୀର ଶୀର୍ଷରେ ପହଞ୍ଚି ଯାଇଥିଲେ। ଆରେ ଉଲ୍ଲୁ ଯୁଡ଼ାକ, ଶୁଣ, ବର୍ତ୍ତମାନ ଆଉ ସିଡ଼ି ଟଣାଟଣି କରି ଲାଭ କ'ଣ? ବରଂ ସିଡ଼ି ଚଢ଼ି ଶତ୍ରୁକୁ ମାରିବାକୁ ଚେଷ୍ଟା କର। ବୀରସିଂହ ସେ 2 ଜଣଙ୍କ ଉଦ୍ଦେଶ୍ୟରେ କହିଲା। ପ୍ରାଚୀର ସେପଟେ ସୁମତୀ ନଦୀ। ପ୍ରାଚୀର ଉପରେ ଠିଆ ହୋଇ ରାଜା ନଦୀକୁ ଅନାଇଥାନ୍ତି। ହୁଏତ କ'ଣ କରିବେ ତାହା ହିଁ ଭାବୁଥାନ୍ତି। ସେତେବେଳକୁ ନିଜ ରକ୍ତାକ୍ତ କାନରେ ହାତ ଚାପି ବୀରସିଂହ ପାହାଚ ଦେଇ ଅଗଣାରେ ଯାଇ ପହଞ୍ଚି ଯାଇଥାଏ। ରାଜା ବର୍ତ୍ତିଗଲେ କଥା ସରିଲା। ପାଗଳ ଭଳି ଚିତ୍କାର ଓ ଅଙ୍ଗଭଙ୍ଗୀ କରି ସେ ତାର ଅନୁଚରମାନଙ୍କୁ ସିଡ଼ି ଚଢ଼ିବାକୁ କହୁଥାଏ। ସେତେବେଳକୁ ସେ ଜଣେ ସୈନିକ ହାତରୁ ବର୍ଚ୍ଛାଟାଏ ଟାଣି ଆଣିଥାଏ। ଲକ୍ଷ୍ୟ ଭେଦରେ ସେ ଅଦ୍ୱିତୀୟ ଥିଲା। ସେଥିପାଇଁ ରାଜା ତାକୁ ବିଶେଷ ପୁରସ୍କାର ଦେଇଥିଲେ।
ବର୍ତ୍ତମାନ ସେହି ରାଜା ହେଲେ ତାର ଲକ୍ଷ୍ୟ। ସେ ତାଙ୍କ ଆଡ଼େ ବର୍ଚ୍ଛା ଫୋପାଡ଼ିଲା। ଜହ୍ନ ଆଲୁଅରେ ଦେଖାଗଲା ବର୍ଚ୍ଛାଟି ରାଜାଙ୍କ ଆଡ଼େ ଧାବମାନ। କିନ୍ତୁ ତାହା ରାଜାଙ୍କୁ ସ୍ପର୍ଶ କଲା କି ନା ସେ କଥା କେହି ବୁଝିପାରିଲେ ନାହିଁ। ହଠାତ୍ ରାଜା ଅଦୃଶ୍ୟ ହୋଇଗଲେ। ବୀରସିଂହ ନିଜେ ସିଡ଼ି ଚଢ଼ି ପ୍ରାଚୀର ଉପରେ ପହଞ୍ଚିଲା। ହୁଏତ ବର୍ଚ୍ଛା ମାଡ଼ ଖାଇ ରାଜା ନଦୀ ଗର୍ଭରେ ପଡ଼ିଯାଇଛନ୍ତି, ନହେଲେ ନିଜେ ନଦୀକୁ ଡେଇଁ ପଡ଼ିଛନ୍ତି। ଯଦି ବର୍ଚ୍ଛା ତାଙ୍କ ଦେହରେ ଲାଗିଥିବ ସେ ପ୍ରାଣ ହରାଇ ବା ଭୀଷଣ ଆହତ ହୋଇ ନଦୀ ଭିତରକୁ ଟଳି ପଡ଼ିଥିବେ। ଯଦି ବର୍ଚ୍ଛା ଲାଗିନଥିବ ତେବେ ସେ ଜାଣିଶୁଣି ନଦୀକୁ ଡେଇଁଛନ୍ତି। କିନ୍ତୁ ଦୁଇଟି କଥାରୁ ଘଟିଛି କ'ଣ ସେ କଥା ଏବେ କିଏ କହିବ? ରାଜା ମୃତ ନା ଜୀବିତ ତାହା ଜାଣିବାର ଉପାୟ କ'ଣ? ମୋ ବର୍ଚ୍ଛା ରାଜାଙ୍କ ଦେହରେ ବାଜିବାର କେହି ଦେଖିଛ? ବୀରସିଂହ ତା ଲୋକଙ୍କୁ ଉତ୍କଣ୍ଠିତ ଭାବେ ପଚାରିଲା। ସମସ୍ତ ଭୀଷଣ ହତାଶ ଦିଶୁଥିଲେ, କାରଣ ସୁନାଭର୍ତ୍ତି ସିନ୍ଦୁକରୁ ସମସ୍ତେ ବଞ୍ଚିତ ହୋଇଥିଲେ। ମଣିମା, କୌଣସି ଜଣେ ଖୋସାମତକାରୀ ରାଜାଙ୍କୁ ଯେପରି ଡକା ହୁଏ, ବୀରସିଂହଙ୍କୁ ସେହିପରି ସମ୍ବୋଧନ କରି କହିଲା, ମଣିମାଙ୍କ ବର୍ଚ୍ଛା କେବେ ଲକ୍ଷ୍ୟଚ୍ୟୁତ ହୋଇପାରେ? ଚୁପ୍ ମାଙ୍କଡ଼, ତୁ ଯଦି ମୋ ବର୍ଚ୍ଛା ରାଜାଙ୍କ ଦେହରେ ବାଜିବାର ଦେଖିଛୁ ତେବେ ସେ କଥା କହ। ରାଜା ବର୍ଚ୍ଛା ମାଡ଼ ଯୋଗୁଁ ନଦୀରେ ପଡ଼ିଛନ୍ତି କି? ବୀରସିଂହ କଡ଼ା ଭାବରେ ପ୍ରଶ୍ନ କଲା। ସମସ୍ତେ ଚୁପ୍ ରହିଲେ। ବୀରସିଂହ ନଦୀର ପ୍ରବଳ ସ୍ରୋତ ଆଡ଼େ ଅନାଇ ରହିଲା। ନଦୀର କୁଳୁକୁଳୁ ନାଦ ସତେ ଅବା ତାକୁ ବିଦ୍ରୂପ କରୁଥିବା ନଦୀର ହସ।